ମୁଁ କାହିଁକି ପୁଅକୁ ମାରୁଛି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଜାଣିପାରିବେ। ଭାତ ଗାଳି ସାରିକି ମୁଁ ଆସି ଫୋନ୍ ଦେଖୁଥିଲି, ସେଇ ସମୟରେ ସାର୍ ଆସି ମତେ ପଚାରୁଛନ୍ତି ଆଜି କି ତରକାରୀ କରିବୁ। ମୁଁ କହିଲି ତମେ କହୁନ କି ତରକାରୀ ଆଜି କରିବି। ପାଟିରୁ ଏତିକି ଶୁଣି ସାରିଲା ପରେ ସାର୍ ଉଠିକି ପଳେଇଲେ। କିଛି ସମୟ ପରେ ଆସିକି ମୋ ହାତରେ ଛୁଇଁ ଧରେଇ ଦେଇ କହିଲେ ମୋ ବୋଉ ଯେମିତି ଛୁଇଁ ତରକାରୀ କରେ ତୁ ବି ସେମିତି ତରକାରୀ କର। ମୁଁ ଏମିତି ଏକ ରେସିପି କରିବି, ପୁରା ସିମ୍ପଲ ଆଉ ଟେଷ୍ଟି ରେସିପିଟା, ଖାଇବାକୁ ବହୁତ ଭଲ ଲାଗିବ। ଆସନ୍ତୁ ମୁଁ କେମିତି କରୁଛି ଆପଣ ଦେଖିବେ, ନିଶ୍ଚିନ୍ତ କରିକି ଖାଇବେ। ମୁଁ ଏଠି ମସଲା ବାଟିବା ପାଇଁ କିଛି ମସଲା ସଜାଡ଼ିଛି। ଜିରା, ସୋରିଷ, ରସୁଣ ନେଇଯାଇଛି। ମୋ ପାଖରେ ପୋସ୍ତକ ନଥିଲା, ଯଦି ଆପଣମାନଙ୍କ ପାଖରେ ପୋସ୍ତକ ଥିବ ତାହେଲେ ପୋସ୍ତକ ନିଶ୍ଚିନ୍ତ ବାଟିବେ। ତରକାରୀର ଟେଷ୍ଟ ତା ବହୁତ ହି ବଢିଆ। ମସଲା ବାଟିକି ରଖି ସାରିଲା ପରେ ମୁଁ ଆଳୁ ଆଉ ସାରୁ କାଟିବାକୁ ବସିଗଲି। ଆଳୁ ମୁଁ କାଟି ସାରିଛି, ସାରୁ ଆପଣମାନେ ନିଶ୍ଚିନ୍ତ ପକେଇବେ। ସାରୁର ମେନ୍ ଭୂମିକା ଅଛି ତରକାରୀରେ, ଝୋଳକୁ ବହଳ କରି। ସୋରିଷ ତେଲ ପକେଇ ତାକୁ ଗରମ ହବା ପାଇଁ ଛାଡ଼ିଦେଲି। ମୋ ପାଖରେ ବଢି ଥିଲା କିନ୍ତୁ ମୁଁ ସେ ବଢିକୁ ପକେଇବି ନାହିଁ, କାରଣ ସେ ବଢିଟା ଟିକେ ଖଟା ଲାଗୁଛି। ଆପଣମାନଙ୍କ ପାଖରେ ଯଦି ବଢି ଥିବ ନିଶ୍ଚିନ୍ତ ପକେଇବେ, କାରଣ ଛୁଇଁ ତରକାରୀରେ ବଢିଟା ସ୍ପେଶାଲ। ଗରମ ହେଲା ପରେ ଆଳୁ ସାରୁକୁ ପକେଇ ଭାଜି ଦେଇଥିଲି। ସେଥିରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡା ପକେଇକି ବି ଭାଜିଦେଲି। ତାପରେ ମସଲା ପକେଇ ଟିକେ କଷିବାକୁ ଲାଗିଲି। ମସଲା 50% କଷିଗଲା ପରେ ତାପରେ ବିଲାତିକୁ ପକେଇକି ଆଉ 50% ତାକୁ ଭଲ ଭାବରେ କଷି ଦେଇକି ତାପରେ ମୁଁ ପାଣି ଦେଇକି ଫୁଟିବା ପାଇଁ ଛାଡ଼ିଦେଲି। ତରକାରୀ ବସେଇ ଦେଇ ଆସି ଦେଖେ ତ ମୋ ପୁଅ ଫୋନ ବସିକି ଦେଖୁଛି। ମୁଁ ତାକୁ ପାଠ ପଢିବା ପାଇଁ କହିଥିଲି, ସେ ପାଠ ନ ପଢିକି ଫୋନ ବସିକି ଦେଖୁଛି। ସେଥିପାଇଁ ମୁଁ ତାକୁ ବାଡେଇଲି ବାଡି କାମ ସାରିକି ଆସି ଦେଖେ ତ ତରକାରୀ ଫୁଟିବାକୁ ଲାଗିଲାଣି। ସେଥିପାଇଁ ବାଇଗଣ ଲମ୍ବା ଲମ୍ବା କରି କାଟିଦେଲି, ଛୁଇଁ ବି ଲମ୍ବା ଲମ୍ବା କରି କାଟିକି ତରକାରୀରେ ପକେଇଦେଲି। ଆଉ କିଛି ସମୟ ଫୁଟିଗଲା ପରେ ମୋ ଛୁଇଁ ଆଳୁ ତରକାରୀ ରେଡି। ଯେମିତି ହେଇଗଲା ମୁଁ ସାର୍ଙ୍କୁ ଯାଇକି ଡାକିଲି ଜଲ୍ଦି ଆସ ଖାଇବା, ଭୋକ କଲାଣି। କାରଣ ତରକାରୀଟା ଗରମ ଗରମ ଖାଇଲେ ହିଁ ବହୁତ ଭଲ ଲାଗିଥାଏ। ସାର୍ ଆଗ ଭାତ ଟିକେ ଗୋଳେଇ ଦେଇକି ତରକାରୀ ଝୋଳରେ ମତେ ଆଗ ଖୁଆଇଦେଲେ। କହିଲେ ତୁ ଆଗ ମା ଟେଷ୍ଟ କରିକି କେମିତିଆ ଲାଗୁଛି। ମୁଁ କହିଲି ମୁଁ ତ କରିଛି ମାନେ ମସ୍ତ ହେଇଛି ଆଉ।